ଅପା ଟିକେ କଣ ଚଡଚଡ ହଉଛି, ସାଉଣ୍ଡ ଟା ଟିକେ କ୍ଲିୟର ହଉନି, ଟିକେ ହଁ ହଁ କାଲି ବି ଟିକେ ହଉଥିଲା। ମୁଁ ତ ଠିକ, ମୋର ତ ସବୁ ଠିକ ଅଛି ଭାଇ। ଶୁଭା ଯାଉନି ଭଲ? ଏବେ ଶୁଭା ଯାଉଛି? ଶୁଣା ଯାଉଛି, ଟିକେ ଚଡଚଡ କଣ ହଉଛି, ଅଲଗା ସାଉଣ୍ଡ ଗୋଟେ ଆସୁଛି। ଆଚ୍ଛା କଣ ଅନଲାଇନ ର ପ୍ରୋବ୍ଲେମ ହେଇଥିବ ଭାଇ। ମୋର ତ G5 ଲାଗିଛି ଆଉ ଠିକ ଅଛି। ଆପଣଙ୍କ କଥା ବି ଟିକେ ଟିକେ ମତେ ଏଠି ଇଏ ଭଳିଆ ଲାଗୁଛି, କ୍ରାକ୍ କଲା ଭଳିଆ। ତେଣୁ କହୁଛନ୍ତି ଯେ ଏସବୁ ବିଷୟରେ ଆଉ କିଛି ନିଜର ମନଟିକୁ ଦେଇକି ଯୁକ୍ତି ତର୍କ କର ନାହିଁ, କୌଣସି ନିଜ ପ୍ରତିରୋଧ କର ନାହିଁ, ତମେ ନିର୍ବିଘ୍ନରେ ମାଙ୍କ ହାତରେ ନିଜକୁ ଦିଅ ଏବଂ ସିଏ ତୁମ ଭିତରେ ଅବାଧ ଭାବରେ ଆପଣଙ୍କ କାର୍ଯ୍ୟଟିକୁ ଜାରି କରି ରଖନ୍ତୁ। ସେ କହୁଛନ୍ତି ଯେ ତମେ ଯେତେବେଳେ ନିଃଶେଷରେ ଦବ, ତମ ଭିତରେ ନିଜେ ଯେତେବେଳେ ତୁମେ ଧୀରେ ଧୀରେ ନିଜକୁ ଶୂନ୍ୟ କରିବ, ବହୁ ରକମର ପ୍ରି କନସିଭ୍ ବ୍ୟାରିୟର୍ସ, ବହୁତ ଜିନିଷ ଆମ ଭିତରେ ରହିଛି, ଯୁଗ ଯୁଗର ବହୁତ ଜିନିଷ, ସେଗୁଡିକ ଧୀରେ 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 ତମେ ତାକୁ ଆଡେଇ ଆଡେଇ ଆଗକୁ ଯିବ। ଆଗକୁ ଗଲେ କଣ କରିବ, ମାଙ୍କ ପାଇଁ ତମେ ଅବାଧରେ ତାଙ୍କର କ୍ରିୟା କରିବାକୁ ତମେ ନିଜର ସତ୍ତାଟିକୁ ଛାଡି ଦେଇ ପାରିବ। ସେଥିଲାଗି ତିନୋଟି କଥା ଅତ୍ୟାବଶ୍ୟକ। ତେଣୁ ଯଦି ଆମେ ନିଜକୁ ପୁରା ଖୋଲି ଧରିବା, ପରିଷ୍କାର ଭାବରେ ନିଜକୁ ପୁରା ଶୂନ୍ୟ କରିଦବା, ଶୂନ୍ୟ କରିବା ତ ବହୁତ କଷ୍ଟ କଥା, କିନ୍ତୁ ଯଦି ସେଇ ଭାବଟିକୁ ଆମେ ଧୀରେ ଧୀରେ ଧରି ରଖିବା, ତାହେଲେ କଣ ହବ, ଆମକୁ ତିନୋଟି କଥା ସେ କହୁଛନ୍ତି, ସଚେତନତା, ନମନୀୟତା ଓ ଆଦୌ କୌଣସି କୁଣ୍ଠିତତା ନଥାଇ ଏକ ସମର୍ପଣ। ତେଣୁ ପ୍ରଥମ କଥା ହେଲା ଯେ ତମେ ସଚେତ ହବ ଯେ ମୁଁ ଏଇ ଜୀବନଟିକୁ ବାଛିଛି, ଏଇ ଜୀବନ ହିଁ ମୋର ସବୁ କିଛି, ମୋର ଯୋଉ ଯାହା ମୁଁ କରିବି ସେ 24 ଘଣ୍ଟିଆ କାମ, ସିଏ ତାକୁ ଧୀରେ 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 ଅଭ୍ୟାସ କରି 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 ନିଜ ଭିତରେ ନିଜର ସମସ୍ତ ଆଗର ଯୋଉ ସବୁ ଯାହା ଯାହା ଥିବ, ତାକୁ ଯୋଉ ଯୋଉ ଭାବନା ଗୁଡିକ, ଯୋଉ ଯୋଉ ଅଭ୍ୟାସ ଗୁଡିକ, ବହୁ ଜିନିଷ ଭିତରେ ଆମେ ରହିଛୁ, ମଣିଷ ବଡ ଅସହାୟ, ସେ କଣ କରିବ, ଧୀରେ ଧୀରେ ନିଜକୁ ସଚେତ କରିବ, ନମନୀୟ କରିବ। ନମନୀୟ ଅର୍ଥ ହଉଛି ଯେ ତା ଭିତରେ ଗୋଟେ ରିଜିଡିଟି ଥାଏ, ସେ ତା ଭିତରେ ଯେତେବେଳେ ଏସବୁ କ୍ରିୟା ହୁଏ, ଆରମ୍ଭ ହୁଏ, ସେତେବେଳେ ବହୁତ ଜିନିଷ ତାକୁ ଆସିକି ସାମ୍ନାରେ ଠିଆ ହୁଅନ୍ତି ଏବଂ ତାର ନମନୀୟତାଟାକୁ ସେମାନେ ଜମା ଏଲାଉ କରନ୍ତିନି। ଏତେ ରିଜିଡିଟି ଆମ ଭିତରେ ରହିଛି, ଆମେ ବହୁତ ଜିନିଷ ସହଜରେ ଗ୍ରହଣ କରିପାରୁନାହୁଁ। ଏବଂ ସବା ଶେଷରେ କହୁଛନ୍ତି ଯେ ଏକ ସମର୍ପଣ, ଏଇ ସମର୍ପଣର ଭାବଟି ଯେମିତି ଯଜ୍ଞରେ ଅର୍ପଣ କରାଯାଏ, ସେମିତି ଗୋଟେ ଭାବ ଆମ ଭିତରେ ଧୀରେ ଧୀରେ ଆମକୁ କରିବାକୁ ପଡିବ। ପ୍ରଥମ ବାଚିକ ସମର୍ପଣରୁ ହବ। ସମର୍ପଣ ଗୋଟେ ଏଭଳି ଜିନିଷ, ତାକୁ କିଏ କାହାକୁ ବୁଝେଇକି କହିପାରିବନି, ସେ ନିଜେ ମଧ୍ୟ ବୁଝିପାରିବନି। ପ୍ରଥମ ସେ ଭାବିବ ସମର୍ପଣ କଣ, ସେ ମା ମୁଁ ତୁମେ ମୋର ସବୁ କିଛି, ତୁମକୁ ସବୁ ଦେଲି, ସବୁବେଳେ କରିବ। କିନ୍ତୁ ସେ ସମର୍ପଣଟା କେତେବେଳେ ଲିଭିଂ ହବ, ମାନେ ଜୀବନ୍ତ ହବ, ଅଟୋମେଟିକ ନା ସମର୍ପଣ ହବ, ସେଇଟା ତାର ମାଙ୍କ ପ୍ରତି ଭକ୍ତି, ମାଙ୍କ ପ୍ରତି ବିଶ୍ୱାସ, ମାଙ୍କ ପ୍ରତି ଆତ୍ମନିର୍ଭରତା, ତାଙ୍କୁ ସବୁବେଳେ ସେ ସ୍ମରଣ କରିବ ଏବଂ ସ୍ମରଣ କରିବା ଦ୍ୱାରା ସେ ତାଙ୍କୁ କହିବ ଯେ ସମର୍ପଣ କଣ ମୁଁ ଜାଣିପାରୁନି, ସଚେତନତା କଣ ଜାଣିପାରୁନି, ନମନୀୟତା କଣ ଜାଣିପାରୁନି, ମତେ ଦୟା କରିକି ସେ ସାମର୍ଥ୍ୟ ଦିଅନ୍ତୁ। ଏହିଭଳି ଭାବରେ ଯେତେବେଳେ ଗୋଟେ ଆକୁଳ ପ୍ରାର୍ଥନା ତା ହୃଦୟ ଭିତରୁ ଉଠିବ, ଏତେ ଦୂର ତାର ଆନ୍ତର ଚେତନା ଭିତରୁ ଉଠିବ, ଧୀରେ ଧୀରେ ସେ ଚୈତନ୍ୟତା ଆଡକୁ ଯିବ, ସେତେବେଳେ ସେ ଧୀରେ 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 ବୁଝିପାରିବ। ଏଇଟା ଯେତେବେଳେ ହେଇଛି, ଗୋଟେ କଥା ମୁଁ କହୁଛି, ଆପଣମାନେ ଅବଶ୍ୟ ସମସ୍ତେ ନିଶ୍ଚୟ ଜାଣିଥିବେ, ଯେତେବେଳେ ମାର୍ଚ୍ଚ 29, 1914 ମସିହା ପ୍ରଥମ ଅପରାହ୍ନ 4:20 ମା ଶ୍ରୀ ଅରବିନ୍ଦଙ୍କୁ ପ୍ରଥମ ଦେଖିଥିଲେ, ଦର୍ଶନ କରିଥିଲେ। ତାପରେ ପରେ ମା ତ ଲେଖିଲେ, ତାଙ୍କର ପ୍ରେୟାର୍ସ ଆଣ୍ଡ ମେଡିଟେସନରେ ଲେଖିଛନ୍ତି, ଯଦି ଶତ ଶତ ଜୀବ ଅନ୍ଧକାରରେ ପଡିଥାନ୍ତି, ଆପଣମାନେ ତାକୁ ଜାଣିଛନ୍ତି, ପଢିଛନ୍ତି। କିନ୍ତୁ ପଚାରିଲେ, ବାରିନ ପଚାରିଲେ ତାଙ୍କୁ, ତାଙ୍କ ସାନ ଭାଇ ଦିନେ ପଚାରିଲେ, ମା ତ ଏଇ ଲେଖିଲେ, ଆଉ ମାଙ୍କୁ ଯେତେବେଳେ ଆପଣ ପ୍ରଥମ ଦେଖିଲେ ଆପଣଙ୍କର କଣ ଅନୁଭବ ହେଲା? ସେତେବେଳେ ଶ୍ରୀ ଅରବିନ୍ଦ କିଛି ସମୟ ଚୁପ ରହିଯାଇଥିଲେ, ତାପରେ କହିଲେ ଯେ ମୁଁ ଯେତେବେଳେ ମାଙ୍କୁ ଦେଖିଲି, ମୀରାଙ୍କୁ ଦେଖିଲି, ସେତେବେଳେ ଦେଖିଲି ଯେ ତାଙ୍କର କେଶାଗ୍ରଠୁ ଆରମ୍ଭ କରି ତାଙ୍କର ପାଦର ଆଙ୍ଗୁଠିର ଅଗ୍ରଭାଗ ପର୍ଯ୍ୟନ୍ତ ଅତି ଆନନ୍ଦରେ ସମର୍ପଣ କରୁଛନ୍ତି ଏବଂ ଏଇ ସମର୍ପଣ ବୋଧେ ଗୋଟେ ନାରୀ ପାଖରେ ସମ୍ଭବ, ଏଇ କଥାଟି ସେ କହିଥିଲେ। ତେଣୁ ଆପଣ ଭାବନ୍ତୁ ଯେ ଆମର ଯୋଉ ସତ୍ତାଟି ରହିଛି, ଆମେ ଆମ ସତ୍ତା ବିଷୟରେ
केते बा जानू केते बा विश्लेषण करू केते बा ता संगे सांग होई दुख सुख हो आमर कर्ममय जीवन भितर आमे एते बड़ गभीर जो तत्व को भितर पसैकी ताकू क्रिया करिबारे हमको बहुत समय लागि पारे तेणु आमे पाठचक्र आमे नाम जप समस्त निज निज भिन्न भिन्न धारा रे निज स्वभाव अनुसार से धीरे धीरे कॉन्शियस हेबे एवं सर्वप्रति मांकर ग्रेस मांकर करुणा को यदि आवाहन करिवे एकनिष्ठ होइकी सबु बेले मन रे भाबिबे सबु कथारे धीरे 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 देखिबे समर्पण किछि बुझी पारिबे ना किछि आपनकर बुझिबा नो हृदबोध हो तापर आपन जानिबे जे समर्पण कोन समर्पण ता गोटे भाव ताकू किए काहाकू केतेटा ऊपर लेखिकी 10टा बही तैयारी कले भी से रियल समर्पण से धरा पड़िबनी समर्पण होची तार समस्त अंश धीरे धीरे तार समस्त सत्तार प्रत्येक अंश को से धीरे 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 निवेदन करूथबो एवं समय अनुसार से जानी पारिबो जे कोन समर्पण छोटिया छोटिया कथारे आपण देखिबे जे आपनको भितरे जदि से समर्पण भागटी रहिछि गोटे आह्वान बा चैलेंज आसुछि आपण एक बार तांको ये करूचंती निवेदन करूचंती समर्पण करूचंती सेतବେଳେ धीरे धीरे कोन हबो धीरे धीरे माने कामटा जे कोनसी काम हो जे कोनसी भावना हो से आपे 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 गोटे शेप को आसीबो गोटे फॉर्म को आसीबो एवं आपण जानि परिबे जे एई जगह रे मु मान को पूर्ण रूप से समर्पण करि पारिली सब बेले न गोटे गोटे समय रे धीरे 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 सेटा निज भितर वर्धित होबो कारण तुमको आपनार मन आत्मा हृदय प्राण एवं शरीर कोष गुड़िक मध्य चेतना युक्त रहिबाकू हेबो तेणु एठी पुणी कहिले श्री अरविंद लेखचंती भाई ताकू व्याख्या करचंती प्रथम होची तुमको आपनार मन केते कोलाहल जस्ट लाइक ए मशीन से तार जेमती मशीन टा बंद हुएनी फ्रिज टा जेमती अनवरत चली थाए मन सेमिति अनवरत चली थाए तेणु एई मनटी केते कोलाहल रे पूर्ण आमे समस्त जानिचु महापिता निज कथा लिखिंट मु बहुत साधना करी पिला दिन जो प्रथम श्री अरविंद पाखे मु बसिली मार्च 29 तारिख दिन से दिन मु देखिली आस्ते आस्ते मो मनटा पूरा नीरव हो जाउची मो मनटा पूरा शून्य हो जाउची तेणु मनर तपस्या केड़े कठिन तपस्या आत्मा आत्मा विषय आमे केते बा जानू हृदय हृदय टी को आमे जानि पारू हृदय रे हमर कारबार बेसी तेणु जानि पारू प्राण एवं शरीर कोष गुड़िक मध्य चेतना युक्त रहिबाकू हबो तो ए सब आमे केमिति करि पारिबो केवल मान को निरंतर स्मरण करबा द्वारा तांको समर्पण करबा द्वारा वाचिक समर्पण आरंभ हो किंतु धीरे 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 से तार रंग धरिबो एवं धीरे धीरे आमे समर्पण करबा पई सक्षम होबो ए समस्त जिनिस हमर मन हमर आत्मा हमर हृदय हमर प्राण एवं शरीर कोष गुड़िक मध्य चेतना युक्त रहिबाकू पड़िबो रहिबाकू हेबो सही परमा जननी और तांकर परम शक्तिमत्ता गुड़िक विषय रे तेणु से गुड़िक किपरि आपना को कार्यकारी करूचंती सही विषय रे धीरे धीरे जेतेबेले हमर आत्मीय भाव मान सहित बढ़ी जीवो भावर भगवान से आम भाव को ग्रहण करिवे से अनुसार हमको से शक्ति देवे हमको सचेत कराइबे एक बार जहाँ को कहती माने जेमती गोटे छोटिया पिला जेमती तार माँ पाखरे दे दिए सही बड़ी भावटी जदि सबु बेले आमे कल्टिवेट बा कल्चर करि पारिबो ताले धीरे धीरे कोन हो तांको शक्ति परम शक्तिमता गुड़िक विषय रे से गुड़िक किपरि आपना को कार्यकारी करूचंती सही विषय रे आपन को किछि परिमाण रे निजको गवेषणा करबाकू पड़िबो निज भितरे निजको रिसर्च करबाकू पड़िबो सेति पई कहा जाय जे राति रे सोइबा आगु माँ कहती दिन सारा तुम आगे सोई पड़ एक बार हल्का फुल्का है जमती गोटे छिंडा अति पुराणा लुगा भाया तुम निजर शरीर टी कर दियो एवं तापर कौन कर तुम प्रति दिन सारा समस्त कार्य को टिकनिक किना तुम देख गोटी गोटी किना ताकू जमती फोकस हुए गोटे पर्दारे सेमती फोकस करके तुम देख केते समय तांकठू विच्युत रहिच केते समय तांक सहित संयुक्त होइके रहिच एटा निज निजर साधना कथा केवल एटी कहिबाकू पडुची बोली मु कहूची कारण परमा जननी तुम पाई जेते दुर्गत होई रहिथिले मध्य तुम भितरे अवश्य कार्य करि परिबे जे
ଆମେ ତାଙ୍କୁ କିଛି ନଦେଲେ ବି ସେ ଆମ ଭିତରେ କାମ କରୁଛନ୍ତି। ତାଙ୍କର ନିରନ୍ତର ପରମା ଜନନୀଙ୍କର କାମ ଆମ ଭିତରେ ଚାଲିଛି। ପରମା ଜନନୀ ଏଠି ପ୍ରକୃତି ରୂପରେ ଆମ ଭିତରେ କାର୍ଯ୍ୟ କରୁଛନ୍ତି। ଆମେ ପ୍ରକୃତିଠୁ ଭିନ୍ନ ହେଇପାରିବାନି, ସେ ନିରନ୍ତର କାର୍ଯ୍ୟ ହଉଛି। କିନ୍ତୁ ଆମେ ଯଦି ତାକୁ ସଚେତ ଭାବରେ କରିବା, ଏଠି ଦୁର୍ବୋଧ୍ୟ ହୋଇ ରହିଥିଲେ ମଧ୍ୟ ତୁମ ଭିତରେ ଅବଶ୍ୟ କାର୍ଯ୍ୟ କରିପାରିବେ ଏବଂ ବର୍ତ୍ତମାନ ମଧ୍ୟ କାର୍ଯ୍ୟ କରୁଛନ୍ତି ସତ। ତୁମ ଜୀବନର ଅଚେତ ଅଂଶ ତଥା ମୁହୂର୍ତ୍ତ ଗୁଡ଼ିକରେ ସେ ସର୍ବଦା ଆପଣାର କାର୍ଯ୍ୟ କରୁଛନ୍ତି। ତେଣୁ ଆମର ଯୋଉ ଅଂଶ, ଆମର ତ ଅଧିକାଂଶ ଇଏ ଅଚେତନ ଅବସ୍ଥାରେ ରହିଛି, ଆଉ ପ୍ରତି ମୁହୂର୍ତ୍ତରେ ସେ ଆମ ଭିତରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ତଥାପି ତୁମେ ତାଙ୍କ ସହିତ ଏକ ଜାଗ୍ରତ, ଏକ ଜୀବନ୍ତ ସମ୍ପର୍କ ରଖିଥିଲେ ସେହି କାର୍ଯ୍ୟଟି ଯେପରି ହୁଅନ୍ତା, ଏତିକି ମଧ୍ୟରେ ତାହା ଆଦୌ ସମ୍ଭବ ହୋଇପାରିବ ନାହିଁ। ତେଣୁ ଆମେ ଯେତେବେଳେ ସଚେତ ହେଇକି ଜାଗ୍ରତ ହେଇକି ଆମ ଜୀବନର ଇଏ ହେଉଛି ପ୍ରଧାନ ଲକ୍ଷ୍ୟ, ମାଙ୍କ ସହିତ କେମିତି ଆମେ ମାଙ୍କ ସହିତ ସଂଯୁକ୍ତ ହେବା, ଆମର ଆମେ ଯୋଉ ପଥଟିକୁ ଗ୍ରହଣ କରିଛୁ ସେ ପଥଟି ଯେମିତି ଆମେ ନିରନ୍ତର ସଚେତନତା ସହିତ ଚାଲିପାରିବା, ଏଇ ଭାବ ଯେତେବେଳେ ଧୀରେ ଧୀରେ ଆମର ଅଭ୍ୟାସ ଦ୍ୱାରା ଆମେ ପ୍ରାପ୍ତ ହବା, ସେତେବେଳେ ସେ ଆମ ଭିତରେ ଯୋଉ କାର୍ଯ୍ୟ କରୁଛନ୍ତି ସେ କାର୍ଯ୍ୟ ଅନ୍ୟ ରକମର ହବ। ହଁ, ତୁମର ସମୁଦାୟ ସ୍ୱଭାବ ତାଙ୍କର ସ୍ପର୍ଶ ନିମନ୍ତେ ସର୍ବଦା ହିଁ ନମନୀୟ ହୋଇ ରହିଥିବ। ପ୍ରକୃତିର ଭିତର ଦେଇକି ଯୋଉ ଆମ ସ୍ୱଭାବଟି ରହିଛି, ସେ ସ୍ୱଭାବଟିକୁ ପରିବର୍ତ୍ତନ କରିବା ସବୁ ଚାହିଁ କଷ୍ଟ କାମ। ନେଚରର ପରିବର୍ତ୍ତନ କରିବା ବହୁତ କଷ୍ଟ କାମ। କିନ୍ତୁ ଆମେ ଯେତେ ନମନୀୟ ହବା, ଯେତେ ଫ୍ଲେକ୍ସିବୁଲ ହବା, ଯେତେ ତାଙ୍କ ପ୍ରତି ଆପଣାର ହୃଦୟଟିକୁ ଖୋଲି ଆମର ସମସ୍ତ ସତ୍ତାଟିକୁ ତାଙ୍କ ପ୍ରତି ଉନ୍ମିଳିତ କରିକି ରଖିବା, ଧୀରେ 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 ଅସମ୍ଭବ ଭାବରେ ଏ କାର୍ଯ୍ୟ ହବ। କାହିଁକି ନା ଆମର ସାବିତ୍ରୀର ଯୋଉ ଅଲ୍ କ୍ୟାନ୍ ବି ଡନ୍ ଇଫ୍ ଦ ଗଡ୍ ଟଚ୍ ଇଜ୍ ଦେୟାର, ଭଗବତ କୃପା ଥିଲେ ସବୁ ଜିନିଷ ସମ୍ଭବ ହେଇପାରେ। ଏଇ ଜିନିଷ ମଧ୍ୟ ସମ୍ଭବ ହେଇପାରିବ। ଏଭଳି ବି ଆମେ ଦେଖିଲେ ବି ଜାଣିପାରିବା ଯେ ଆମେ ଇତିହାସରେ ପଢିଛେ, ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହେଲେ। ଯୋଉ ଅଶୋକ ଦିନେ କଳିଙ୍ଗ ଯୁଦ୍ଧ କରିକି ରକ୍ତର ନଦୀରେ ପ୍ଳାବିତ କରିଦେଇଥିଲେ ଏଇ ଦୟା ନଦୀ କୂଳର ଯୋଉ ସମଗ୍ର ଅଞ୍ଚଳଟି, ଚଣ୍ଡାଶୋକ ବୋଲି ତାଙ୍କ ନାଁ ଥିଲା। ସେ ଯୁଦ୍ଧ ଆଉ ରକ୍ତପାତ ଛଡା କିଛି ଜାଣୁନଥିଲେ। ସେ ବି ଦିନେ ଏପରି ମୁହୂର୍ତ୍ତ ତାଙ୍କ ଜୀବନରେ ଆସିଲା, ହୁଏତ ଭିତରେ ଭିତରେ କଣ କ୍ରିୟା ହଉଥିବ ଆମେ କହିପାରିବାନି। ସେ ପୁଣି ଧର୍ମାଶୋକରେ ପରିଣତ ହେଲେ ଏବଂ ପରିଣତ ତ କେବଳ ହେଲେନି, ବୌଦ୍ଧ ଧର୍ମ ଗ୍ରହଣ କଲେ ଏବଂ ଚାରିଆଡେ ଆଉ ଯୋଉ ଅଶୋକ ସ୍ତମ୍ଭ ରହିଛି, ଆମର ସିମ୍ବଲ ହେଇକି ଏମ୍ବ୍ଲେମ ହେଇକି ରହିଛି, ସେଇ ଅଶୋକଙ୍କ ନାଁରେ ରହିଛି। କୁହାଯାଏ ଯେ ଯୋଉ ଆକବର, ସେ ବି ବହୁତ ନିଷ୍ଠୁର ଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ପରିବର୍ତ୍ତନ ହେଲା। ଦସ୍ୟୁ ରତ୍ନାକର ବାଲ୍ମୀକି ଋଷିରେ ପରିଣତ ହେଲେ ବାଲ୍ମୀକି ଋଷିରେ। ଅବଶ୍ୟ ଦସ୍ୟୁ ରତ୍ନାକର ତାଙ୍କ ପୂର୍ବ ଜନ୍ମରେ ଜଣେ ଋଷି ଥିଲେ, ଜଣେ ଯୋଗୀ ଥିଲେ। ତେଣୁ କଥା ହଉଛି ଯେ ଏଇ ଜିନିଷଟି ଉପରେ ଆମର ସ୍ୱଭାବର ପରିବର୍ତ୍ତନ ହବ। ଏଇ ଜିନିଷଟିକୁ ଆମେ ନିଶ୍ଚିନ୍ତ ଭାବରେ ଆମ ମନ ଭିତରେ ରଖିଲେ, ମାଙ୍କୁ ଡାକିଲେ ମା ନିଶ୍ଚୟ ବହୁତ ଜିନିଷ ଆମର ପରିବର୍ତ୍ତନ କରିଦେବେ। ଏକ ଅଜ୍ଞାନ ମାନସିକତା ଆପଣାକୁ ସବୁ ଜାଣି ସାରିଥିବାର ଭାଣ କରି ଯେପରି ପ୍ରଶ୍ନ କରେ, ସଂଶୟ ପ୍ରକାଶ କରୁଥାଏ ଏବଂ କଳହରତ ରହିଥାଏ, ସେପରି ଆଦୌ ନୁହଁ। ଆମେ ଅଜ୍ଞାନ ଜଗତରେ ରହିଛୁ, ଏକ ଅଜ୍ଞାନ ମାନସିକତା ମଧ୍ୟରେ ମଧ୍ୟ ରହିଛୁ। ଏବଂ ଯେତେ ଦିନ ପର୍ଯ୍ୟନ୍ତ ଆମେ ଏ ଅଜ୍ଞାନ ତାର ଆବରଣ ଭିତରେ ରହିଛୁ, ତା ଭିତରେ କଣ ହୁଏ, ସେ ସବୁ ଜାଣିଛି। ତା ଭିତରେ ଅହଂଟି କାମ କରେ। କାଲି ଅପା ତାଙ୍କର କବିତାରେ ବି ସେଇ ଅହଂ କଥା କହୁଥିଲେ। ଅହଂଟି ମୁଖ୍ୟତଃ କାର୍ଯ୍ୟ କରୁଛି। ଆମେ ଯେତେବେଳେ ସାଧାରଣ ଜୀବନଯାପନଟି କରିଛୁ, ପ୍ରକୃତି ଦ୍ୱାରା ତାଡ଼ିତ ହଉଛୁ, ଆମେ ଜାଣିପାରୁନୁ। ଅନେକ ସମୟରେ ଅହଂକୁ ଆମେ ଦମ୍ଭ ବୋଲି ଧରୁଛୁ, ଅହଂକୁ ଗୋଟେ ସ୍ୱାଭିମାନ ହିସାବରେ ଧରୁଛୁ। ଏମିତି ଅହଂଟା ଆମର ସ୍ୱଭାବକୁ ପ୍ରାୟ ପୂର୍ଣ୍ଣ ଭାବରେ କ୍ୟାପଚର କରିକି ରଖିଥାଏ। କିନ୍ତୁ ଆମେ ଏଇ ଧୀରେ ଧୀରେ ସେ ବିଷୟରେ ସଚେତ ହେବା। ଏବଂ ସେ କଣ କରେ, ସେ ଯେତେବେଳେ ତାର ଅଜ୍ଞାନ ମାନସିକତାରେ ସେ କଣ କରେ, ସେ ଭାବେ ଯେ ସେ ସବୁ ଜାଣିଛି। ତେଣୁ ସେ ପ୍ରଶ୍ନ କରିବ, ସଂଶୟ ପ୍ରକାଶ କରିବ ଏବଂ ତାର ନିଜର ପଏଣ୍ଟକୁ ଜଣେଇବା ପାଇଁ ସେ ଡିବେଟକୁ ଯିବ, ଯୁକ୍ତିତର୍କ ସ୍ତରକୁ ଯିବ। ସେପରି ଆଦୌ ନୁହଁ। ସେପରି କରି ସେହି ମନଟି ତ ଆପଣା ଆଲୋକ ଏବଂ ପରିବର୍ତ୍ତନର ଶତ୍ରୁ ହୋଇ ରହିଥାଏ। ତେଣୁ
ଏଇ ଯୋଗରେ ପ୍ରଥମ କଥା ଆମକୁ କୁହାଯାଏ ଯେ ସାଇଲେନ୍ସ, ମାନେ ମନଟିର ପ୍ରଥମ ଧର୍ମ ହେଲା ମନଟିକୁ ଧୀରେ ଧୀରେ ନିରବ କରିବା। ଯେତିକି ଦରକାର ସେତିକି କଥା କହିବା। ମା ତ ତା ଉପରେ ବହୁତ କିଛି ଲେଖିଛନ୍ତି। ପ୍ରଥମ ଗୋଟିଏ ଶବ୍ଦରୁ ଆମେ ଆରମ୍ଭ କରିବା, ମନଟିକୁ ଆମେ ନିରବ କରିବା। କେମିତି କରିବା? ମନଟି ସବୁବେଳେ କୋଳାହଳରେ ପୂର୍ଣ୍ଣ, ତେଣୁ ସକାଳୁ ଯେତେବେଳେ ପ୍ରଥମ ବିଛଣାରୁ ଉଠୁଛେ ଆମେ ତ ବହୁତ ପ୍ରେୟାର କରୁଛେ, ତା ସାଙ୍ଗରେ ଏଇ ମନଟି ମୋର ସବୁବେଳେ ନିରବ ରହୁ, ଏଇଭଳି ପ୍ରାର୍ଥନା ଅନବରତ କଲେ ଧୀରେ ଧୀରେ କଣ ହୁଏ ନା ମନଟି ଧୀରେ ଧୀରେ ଶାନ୍ତ ହେଇଯାଏ, ସ୍ଥିର ହେଇଯାଏ। କାଲି ଜଣେ ହ୍ୱାଟ୍ସଆପ ମେସେଜ ଗୋଟେ ଦେଇଥିଲେ, ଲେଟ୍ ଅସ୍ ଗ୍ରାଜୁଏଟ୍ ବି କାମ୍। ଆମେ ଯୋଉ କହୁଛୁ ଯେ ମାନେ ବିକମ୍ ଡିଗ୍ରୀ ଆମେ ପାଇବୁ, ସେଠି ସେ ଲେଖିଛନ୍ତି ଲେଟ୍ ଅସ୍ ଗ୍ରାଜୁଏଟ୍ ଇନ୍ ବି କାମ୍। ଆମେ ସବୁବେଳେ ସ୍ଥିର ରହିବା, ଶାନ୍ତ ରହିବା, ତାହେଲେ ମନଟି ଧୀରେ ଧୀରେ ନିରବ ହବ। ତେଣୁ ସେପରି ଏସବୁ ସଂଶୟ ପ୍ରଶ୍ନ, ମାଙ୍କର ଗୋଟେ କଥା ପଢିଲୁ ତାକୁ ଗ୍ରହଣ ନ କରିକି ନିଶ୍ଚୟ ମନ ଭିତରେ ଆପଣଙ୍କର ହବ, କିଛି ଭାବ ଆସିବ, କିନ୍ତୁ ଧୀରେ 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 ସେଇ ସଂଶୟ ଭାବକୁ ଦୂର କରିବେ। ଏବଂ ଅନେକ ସମୟରେ ମାତୃପ୍ରେମୀ ମାନେ ନିଜ ନିଜ ଭିତରେ ବି ଆମର ସବୁ ଡିବେଟ ଚାଲେ, ଯୁକ୍ତି ତର୍କ ଚାଲେ, ଆମର ଗ୍ରୁପିଜିମ ହୁଏ। ମତେ ଏ କଥା କହିବାକୁ ଆଦୌ ଖରାପ ଲାଗୁନି ଯେ ମୁଁ ତ ଗୋଟେ ସେଣ୍ଟରରେ ବହୁତ ଦିନ କାମ କରିଛି। ଆମେ ଅନେକ ସମୟରେ ଏଇ ଗ୍ରୁପିଜିମ ହୁଏ ଏବଂ ସମସ୍ତେ ପଢିଥାନ୍ତି, ସମସ୍ତେ ପାଠ ପଢିଥାନ୍ତି, ସବୁ ମାଙ୍କର ବହି ପଢିଥାନ୍ତି, ସମସ୍ତଙ୍କର ଜ୍ଞାନ ରହିଛି, କିନ୍ତୁ ଏଇ ଜିନିଷଟିକୁ ସେମାନେ ଦୂର କରି ସହଜରେ ପାରନ୍ତି ନାହିଁ। ଏଟା ପ୍ରଥମ କଥା ହଉଛି ଯେ ଯେତେବେଳେ ମଣିଷ ଏଇ ସାଧନା ଭିତରେ ପ୍ରବେଶ କରିବ, ସେତେବେଳେ ପ୍ରଥମ କଣ ହବ, ତା ଭିତରର ଯୋଉ ଜିନିଷ ଗୁଡିକ ତାକୁ କରିକି କ୍ୟାପଚର କରିକି ରଖିଛନ୍ତି, ସେଇମାନେ ଭିତରେ ଭିତରେ ବିଦ୍ରୋହ କରନ୍ତି ଏବଂ ନାନା ରକମର ଯୋଉ ଜିନିଷ ଆପଣ କେବେ କଳ୍ପନା କରିନଥିବେ, କେବେ ଭାବି ନଥିବେ, କେବେ ଆପଣଙ୍କ ମନକୁ ଆସିନଥିବ, ସେଇଭଳି ଜିନିଷ ସବୁ ପ୍ରଥମ ମନ ଭିତରକୁ ଆସିବ। ସେତେବେଳେ ଆପଣ ଜାଣିବେ ଯେ ମୋ ଭିତରଟା ବର୍ତ୍ତମାନ ଆଲୋଡ଼ିତ ହଉଛି। ଏଇ ସତ୍ୟ ଯେତେବେଳେ ଧୀରେ ଧୀରେ କାର୍ଯ୍ୟ କରିବାକୁ ଚାହୁଁଛି, ମୋ ଭିତରରେ ଗୋଟେ ଆନ୍ଦୋଳନ ହଉଛି, ସେଇ ସମୟରେ ନିଜକୁ ମର୍ସିଲେସଲି, ନିଜ ପ୍ରତି ନିର୍ଦୟ ଭାବରେ ନିଜକୁ ଆପଣ ସ୍ଥିର ରଖିକି କାମ କରିବେ। ଆଉ ଆମର ଏ ଯୋଉ ସବୁ ମନସ୍ତରରେ ଆମେ ଏକ ହେଇ ପାରିବାନି, ମନର ସେ ଶକ୍ତି ନାହିଁ, ମନ ସବୁବେଳେ ବିଭାଜିତ କରେ। କିନ୍ତୁ ସେଇ ମନଟିକୁ ଯେତେବେଳେ ଆମେ ଧୀର, ସ୍ଥିର, ଶାନ୍ତ, ମାଙ୍କ ପ୍ରତି ନିବେଦିତ, ହୃଦୟଟି ଯେତେବେଳେ ଅତି ନିବେଦିତ ହେଇଯିବ, ସେତେବେଳେ ମନ ମଧ୍ୟ ସେ ଅନୁସାରେ ସେ ଆଉ ପ୍ରତି ଲୋକର କଥାକୁ, ତା ପଏଣ୍ଟକୁ ସେ ଗୁରୁତ୍ୱ ଦବ, ପ୍ରତି ଲୋକର ପ୍ରକୃତିକୁ ସେ ସମ୍ମାନ କରିବ। ଏଟା ହଉଛି ସବୁଠାରୁ ବଡ କଥା। ଆମେ ଯୋଉ ସେଣ୍ଟର ମାନଙ୍କରେ କାମ କରୁ, ସେଠି ଏଇ ଯୋଉ ସବୁ କାମ ଗୁଡିକ ହୁଏ, ସେଥିରେ ଯିଏ ଏଇ ଜିନିଷକୁ ଠିକରେ ବୁଝିଥିବ, ସେ ପ୍ରତି ଲୋକର ପ୍ରକୃତିକୁ ସମ୍ମାନ କରିବ ଏବଂ ତା ପାଇଁ ସେ ପ୍ରେ କରିବ, ତା ପାଇଁ ସେ ପ୍ରାର୍ଥନା କରିବ ଯେ ଆମର ଗ୍ରୁପ ହଉଛି, ଆମ ଗ୍ରୁପ ବିଙ୍ଗ, वी आर नॉट सिंगल बीइंग। ମୁଁ ଏକକ ସତ୍ତା ନୁହଁ, वी आर ग्रुप बीइंग्स। ଆମେ ଗ୍ରୁପ ହେଇକି କାମ କରୁଛୁ। ତେଣୁ ସେ ଧୀରେ ଧୀରେ କଣ କରିବ, ଯୋଉ ଲୋକ ପାଖରେ ଏଇ ସବୁ ଜିନିଷ ସେ ସବୁବେଳେ ଯିଏ ଅସୁବିଧା କରୁଥିବ, ତା ପାଇଁ ସମସ୍ତେ ପ୍ରାର୍ଥନା କରିବେ। ବହୁତ ସୁନ୍ଦର ସୁନ୍ଦର ଜିନିଷ ଏମିତି ଭାଙ୍ଗି ଯାଇଛି। ଥରେ କଲ ବିୟଣ୍ଡରେ ବାହାରିଥିଲା, ମଧ୍ୟପ୍ରଦେଶର ଜଣେ ଭଦ୍ରଲୋକ, ସେ ପୁରା ମାତୃ ମନ୍ଦିର ଗୋଟେ କଳ୍ପନା ସେ ସ୍ୱପ୍ନରେ ଦେଖୁଥିଲେ। ସେତେବେଳେ ସୁରେନ୍ଦ୍ରନାଥ ଜୋହର, ତାରା ଦିଦିଙ୍କ ବାପା ବଞ୍ଚିଥିଲେ। ସେ ଜାଗାଟା ମୁଁ ଭୁଲି ଯାଉଛି। ସିଏ ଆସିଲେ, ସେଠି ସେ ମନ୍ଦିରଟି, ସେଇ ମାଙ୍କର ସେ ସ୍ଥାନଟି, ସେଥିରେ ପ୍ରତିଷ୍ଠା ହେଲା ସେଣ୍ଟରଟି, କିନ୍ତୁ କାଳକ୍ରମେ ଏମିତି ବିବାଦ ଲାଗିକି ସେ ପୁରା ନଷ୍ଟ ହେଇଗଲା। ତେଣୁ ଏଇଠି ଆମକୁ ଗୋଟେ ସତର୍କ ଘଣ୍ଟି। ଆମେ ତ ବହି ପଢୁଛେ, ସବୁ କରୁଛେ, କିନ୍ତୁ ଏଇଗୁଡିକ ସବୁବେଳେ ଆମକୁ ଖ୍ୟାଲ କରିବାକୁ ପଡିବ। ଭଗବାନଙ୍କର ସୃଷ୍ଟିରେ ପ୍ରତି ବ୍ୟକ୍ତିଙ୍କର ଅଲଗା ଅଲଗା ପ୍ରକୃତି, ପ୍ରତି ବ୍ୟକ୍ତି ଗୋଟେ ବ୍ୟାକଗ୍ରାଉଣ୍ଡରେ ବଢିଛନ୍ତି, ତାଙ୍କର ପ୍ୟାରେଣ୍ଟେଜ ଭିନ୍ନ, ପୂର୍ବ ଜନ୍ମର ସବୁ ଜିନିଷ ସେ ନେଇକି ଆସିଛନ୍ତି। ଯଦି ଏଇଭଳି ଭାବରେ ଆପଣ ଉଦାର ଭାବରେ ଚିନ୍ତା କରିବେ, ଆପଣଙ୍କୁ ସମସ୍ତେ ଭଲ ଲାଗିବେ, ସମସ୍ତେ ମଧ୍ୟ ଆପଣଙ୍କୁ ଭଲ ପାଇବେ। ତେଣୁ ଅନ୍ୟର ଦୋଷ ତ୍ରୁଟି ଦେଖିକି ମନ ଭିତରେ ନାନା ରକମର ଏ ଯୋଉ ମାନେ ଫାଇଟିଂ ସ୍ପିରିଟ ଯୋଉ କହନ୍ତି, ରାତିରେ ନିଦ ହବନି, କାଲି ସକାଳୁ ଉଠିଲେ କେମିତି ତାଙ୍କୁ ମୁଁ ଏକଥା କହିବି, ବହୁତ ବହୁତ ଏ ଜିନିଷ ସବୁ ବଢି ଯାଉଛି। କାହିଁକି ନା ବର୍ତ୍ତମାନ ସମୟଟା ହଉଛି ଗୋଟେ ମାନେ ଯୋଉ କହୁଛନ୍ତି ଇଭଲ୍ୟୁସନାରୀ କ୍ରାଇସିସ୍, ମାନେ ଅଲରେଡି ନୂତନ ପୃଥିବୀ ସୃଷ୍ଟି ହେଇଗଲାଣି,
ପୁରାତନ ପୃଥିବୀଟି ପୁରା ଯାଇନି। ତେଣୁ ଏଇ ସଂଘର୍ଷ ଅବସ୍ଥାରେ ଆମେ ଠିଆ ହେଇଛୁ। ତେଣୁ ଆମେ ମାଙ୍କର କହିବା ଶ୍ରୀ ଅରବିନ୍ଦ କହୁଛନ୍ତି ଯେ ଏଇ ସବୁ ଜିନିଷ ଗୁଡିକ ଆମକୁ ଛାଡିବାକୁ ପଡିବ। ଆପଣ ଦେଖନ୍ତୁ ମା ଶ୍ରୀ ଅରବିନ୍ଦଙ୍କର ଯଦି ଜୀବନୀ ପଢିବେ କେତେ କଥା ଆମେ ଦେଖୁଛୁ। ମାଙ୍କୁ ଯେତେବେଳେ ଯାଇକି କିଏ କମ୍ପ୍ଲେନ କରୁଛନ୍ତି ଏଇ ସାଧକ ବିଷୟରେ ସେ ସାଧକ ବିଷୟରେ, ମା କେତେ ବାଲାନ୍ସ ଉତ୍ତର ଦଉଛନ୍ତି। ସେମିତି ଆମକୁ ଧୀରେ ଧୀରେ ଆମ ଭିତରେ ସେଇଟାକୁ କଲ୍ଟିଭେଟ କରିବାକୁ ପଡିବ। ବହି ଆଲୋଚନା ହଉଛି, ବହି ପଢୁଛୁ, ସବୁ କରୁଛୁ, କିନ୍ତୁ ଆମକୁ ଆମେ ସିଙ୍ଗଲ ନୁହଁ। ଏଇ ସାଧନା ପାଇଁ ସମସ୍ତେ ରେସ୍ପନ୍ସିବୁଲ। ଆମେ ଏକାଠି ହାତ ଧରାଧରି ହେଇକି ଚାଲିବା। ଆମେ କହି ଦଉଛୁ କିନ୍ତୁ ତାକୁ କାର୍ଯ୍ୟତଃ ଆମକୁ ପରିଣତ କରିବାକୁ ପଡିବ। ତେଣୁ ମନୁଷ୍ୟ ଭିତରେ କେଡେ ପ୍ରବଳ ପରି ହୋଇ ଏହି ପ୍ରାଣଟା ଯେପରି ଆଚରଣ କରେ ସେହିପରି ପ୍ରେରିତ ହୋଇ କେବେ ହେଲେ ତାହା ନିଜର କ୍ରିୟାଶୀଳତା ବିଷୟରେ ଜିଦ୍ କରୁନଥିବ ଏବଂ ଦିବ୍ୟ ପ୍ରଭାବ କି ଆଗରେ ପ୍ରତିବାଦ ବ୍ୟକ୍ତ କରି ନିଜର ନାନା ଦୁର୍ଦ୍ଦାନ୍ତ କାମନା ଓ ଅସଦିଚ୍ଛା ସହିତ ଯାଇ ଆଦୌ ଛିଡା ହୋଇ ଯାଉନଥିବ। ତେଣୁ ସେଟା ସେ କହୁଛନ୍ତି ଏସବୁ ଗୁଡାକ, ଏଇ ଯୋଉ ସବୁ ଆଚରଣ, କଳହ ଆଚରଣ, ମାନେ ଯେତେ ସବୁ ଘଟଣା ସବୁ ହଉଛି ଯାହାକି ହବା ଉଚିତ ନୁହଁ, ସେ କହୁଛନ୍ତି ପ୍ରାଣଟାର ଉଦଣ୍ଡ ବାସନା ରହିଛି। ସେ ସବୁବେଳେ ନିଜକୁ ପ୍ରୁଫ୍ କରିବା ଆଇ ଏମ୍ ରାଇଟ୍। ମୁଁ ପଢିଦେଲା, ମୁଁ ମାଙ୍କୁ ଜାଣିଦେଲି, ମାଙ୍କର ମୁଁ ଏକଥା ବି ଆଜି ଏଇ ଆଲୋଚନା ସ୍ଥଳରେ କହୁଛି। ଅନେକ ସମୟରେ ଅନେକ ମାତୃପ୍ରେମୀଙ୍କର ଗୋଟେ ମନରେ ଧାରଣା ହୁଏ ସେ ସତ୍ୟସାଇ ବାବାଙ୍କର ଭକ୍ତ, ସେ ଅମୁକର ଭକ୍ତ, ତମୁକର ଭକ୍ତ। ଆମର ଭଗବାନ କେତେ ବଡ ରୂପାନ୍ତର ଯୋଗ କଥା କହୁଛନ୍ତି, ଦିବ୍ୟ ଜୀବନ କଥା କହୁଛନ୍ତି, ଅତି ମାନସ କଥା କହୁଛନ୍ତି। ସେଭଳି ଭାବରେ କେବେ ଭାବିବା ଉଚିତ ନୁହଁ। କାହିଁକି ସତ୍ତା ତା ନିଜର ତାର ଟ୍ରୁ ବିଂ ଯୋଉ ଆମେ କହୁଛୁ, ତାର ସତ୍ୟ ସତ୍ତାଟି ସେ ନିର୍ଦ୍ଦିଷ୍ଟ କରିଥାଏ ଯେ ମୁଁ ଏଇ ଗୁରୁଙ୍କୁ ଗ୍ରହଣ କରିବି। ତେଣୁ ସେଥିପାଇଁ ଆମ ଭିତରେ ଅନେକ ସମୟ ଗୋଟେ ସୁପିରିୟରିଟି କମ୍ପ୍ଲେକ୍ସ ହୁଏ। ସେଟାକୁ ସଯତ୍ନେ ଲକ୍ଷ୍ୟ କରିବେ। ଏସବୁ ଜିନିଷ ଗୁଡିକ ଯେତେ ଭିତରେ ଲକ୍ଷ୍ୟ କରିବେ ସେତେ ଆପଣ ଦେଖିବେ ଯେ ଆପଣ ସେତେ ଶୁଦ୍ଧ ହଉଛନ୍ତି, ପବିତ୍ର ହଉଛନ୍ତି। ବେଳେ ବେଳେ ଶ୍ରୀ ଅରବିନ୍ଦଙ୍କର ଲେଖା ସାବିତ୍ରୀ, ଅନେକ ଲୋକ ଭାବନ୍ତି ଯେ ଆମେ କେତେ ବଡ ବଡ ବହି ପଢୁଛୁ, ଆମ ପ୍ରଭୁ କେଡେ ବଡ, ଏସବୁ ଚିନ୍ତା ଜମା ମନକୁ ଆଣିବେନି। ଆଉ ଯେତେବେଳେ ଆମେ ସଂଗଠନ ମାନଙ୍କରେ କାମ କରିବୁ ଆମେ ନିଜକୁ ବହୁତ ନମନୀୟ କରିକି ରଖିବା। ହଠାତ୍ କାହାର କଥାରେ ଅହଂତା ସବୁବେଳେ ସେ ହିଁ ଇଏ ହୁଏ, ତାହା ଭିତରେ ହିଁ ସେହି ପ୍ରତିକ୍ରିୟାଟି ସୃଷ୍ଟି କରେ। ସେତେବେଳେ ଆମେ ସଚେତ ରହିଲେ, ଜଣେ ଆପଣଙ୍କୁ ଗୋଟେ ଅତି ଇଏ କରିକି ଗୋଟେ କଥା କହିଦେଲା, ତାକୁ ସବୁବେଳେ ଲକ୍ଷ୍ୟ ରଖିବେ ଯେ ଆମର ପ୍ରାଣ ଅହଂତା ସବୁବେଳେ ଆଗକୁ ଥାଏ। ସେ କଣ କରେ ନା ସାଙ୍ଗେ ସାଙ୍ଗେ ସେ ପ୍ରତିକ୍ରିୟାଟିକୁ ଗ୍ରହଣ କରିଦିଏ। ପ୍ରତିକ୍ରିୟାଟିକୁ ଗ୍ରହଣ କରିଦେଇକି ତାପରେ ସେ ଅସ୍ଥିର ହେଇଯାଏ ଏବଂ ତାକୁ କେମିତି ରିପ୍ଲାଏ କରିବ ବୋଲି ସେ ଭାବୁଥାଏ। ଏଇ ସବୁ କ୍ଷୁଦ୍ର କ୍ଷୁଦ୍ର ଜିନିଷ ଗୁଡିକୁ ଯଦି ଆମେ ଧୀରେ ଧୀରେ ଆମ ଅକ୍ତିଆର ଭିତରେ ରଖିଦବା ତାହେଲେ ମାଙ୍କର କାର୍ଯ୍ୟ ଖୁବ ଶୀଘ୍ର ଆମ ଭିତରେ ହବ ଏବଂ ଯୋଉଥିପାଇଁ ସେ ମା ପ୍ରଭୁ ଆସିଥିଲେ ତାଙ୍କର କିଛି ପରିମାଣରେ ଆମେ ତାଙ୍କର ୱର୍ଦି ଚାଇଲ୍ଡ ହେଇପାରିବା, ତାଙ୍କର ଯୋଗ୍ୟ ସନ୍ତାନ ହେଇପାରିବା। ମୋଟେ ପଥର କରିବ ନାହିଁ କିମ୍ବା ଆପଣାର ଅସମର୍ଥତା ଗୁଡିକ ମଧ୍ୟରେ ପଡି ରହିନଥିବ। ସେ କହୁଛନ୍ତି ଯେ ଧୀରେ ଧୀରେ ନିଜର ଦୁର୍ଦାନ୍ତ କାମନା, ଅସଦିଚ୍ଛାକୁ ଜମା ତାକୁ ବୁଝିବେ, ଧୀରେ ଧୀରେ ବୁଝିବେ, ତାକୁ ତ୍ୟାଗ କରିବାକୁ ଚାହିଁବେ। ନିଜେ ତ୍ୟାଗ କରି ନ ପାରିଲେ ବି ମାଙ୍କୁ ସବୁବେଳେ ସ୍ମରଣ କରିବେ। ମା ଆମର ପିଲାର ସନ୍ତାନର ସମସ୍ତ ଦୋଷ ତ୍ରୁଟିକୁ ସେ ଅତି ସହର୍ଷରେ ତାକୁ ସେ ଇଏ କରନ୍ତି, ତାକୁ ସେ କ୍ଷମା କରନ୍ତି ଏବଂ ଆମକୁ ଆମ ଭିତରେ ଯଦି ସେଇଭଳି ଆନ୍ତରିକତା ଥାଏ ଅତି ନିବିଡ଼ ଭାବରେ ଡାକିଲେ ସେ ଆମ ପଥକୁ ପରିଷ୍କାର କରିଦିଅନ୍ତି ଏବଂ ଆମର ଅସମର୍ଥତା ଗୁଡିକ ଆଉ ଆସ୍ତେ ଆସ୍ତେ ସେଗୁଡିକ ଦୂର ହୋଇଯିବ। ଆମ ମନୁଷ୍ୟ ମାନଙ୍କର ତୁଚ୍ଛା ଜଡସ୍ଥ ଚେତନାଟି ଯେପରି ପଥରୋଧ କରୁଥାଏ ଏବଂ ବହୁ କ୍ଷୁଦ୍ରତା ତଥା ଅନ୍ଧକାର ମଧ୍ୟରେ ମିଳୁଥିବା ଆପଣାର ସୁଖ ଗୁଡିକୁ ଜାବୁଡି ରହିଥାଏ, ସେହିପରି ଏକ ଜଡତା ଓ ତାମସିକତା ମଧ୍ୟରେ ରହିଯିବ ନାହିଁ। ଏଠି ବିଶେଷତଃ ଶରୀର ଚେତନା କଥା କୁହାଗଲା, ଜଡ ଚେତନା କଥା କୁହାଗଲା। ଅଛନ୍ତି ଆମ ଭିତରେ, ଆମେ ସମସ୍ତେ ଏଇ ପଥରେ ରହିଛୁ। କମ୍ଫର୍ଟ ଅଛି, ମୁଁ ଏସି ନହେଲେ ଖରା ଦିନ ସହିପାରିବିନି। ମୁଁ ଯୋଉଠି ମିଟିଂ ଚାଲିଛି ପଙ୍ଖାଟା ଯୋଉଠି ଫ୍ୟାନଟା ଯୋଉ ଷ୍ଟାଣ୍ଡିଂ ଫ୍ୟାନ ଗୁଡାକ ଥାଏ, ବଡ ବଡ ଫ୍ୟାନ, ମୁଁ ଠିକ ତାହାରି ପାଖରେ ବସିବି, ଅନ୍ୟକୁ ଜାଗା ଦେବି ନାହିଁ। ଏସବୁ ମୁଁ ପ୍ରତ୍ୟକ୍ଷ ଦର୍ଶୀ ବୋଲି ଆପଣମାନଙ୍କୁ କହୁଛି।
ଏଠି କାହାକୁ ସମାଲୋଚନା କରାଯାଉ ନାହିଁ, ଆମ ସମସ୍ତେ ସେଥିରେ ଭାଗିଦାର। ତେଣୁ ମୁଁ କହୁଛି ଯେ ଏଇ ଯୋଉ ମୁଁ ଏରୋପ୍ଲେନ ନହେଲେ ଯିବି ନାହିଁ, ମୋର ଯଦି କମ୍ଫର୍ଟ ଜୋନ୍ ଏସି ନହେଲେ ମୁଁ ଚଳିପାରିବି ନାହିଁ, ଏଇ ସବୁ ଗୁଡ଼ିକ ଧୀରେ ଧୀରେ ଆମକୁ ତ୍ୟାଗ କରିବାକୁ ପଡ଼ିବ। ଯେତେବେଳେ ଅୟସ ଆରାମରେ ରଖିଛନ୍ତି ଆମେ ଖୁସି, ଯେତେବେଳେ ଅୟସ ଆରାମ ନାହିଁ ଅତି ଅସୁବିଧାରେ ରହିଛୁ ଆମେ ବି ଖୁସି। ଏଇ ମନୋଭାବଟିକୁ ଆମକୁ ଧରି ରଖିବାକୁ ପଡ଼ିବ। ଆମେ ସଂସାର ଭିତରେ ରହିଛୁ, ଆମର ଜଞ୍ଜାଳ ବହୁତ ବେଶୀ। ଯୋଗୀ ମାନଙ୍କର ଯେଉଁମାନେ ସଂସାର ଛାଡ଼ିକି ଚାଲି ଯାଇଛନ୍ତି ତାଙ୍କ କଥା ଭିନ୍ନ। ଆମେ ୟା ଭିତରେ ରହିକି ଏଇ ସମସ୍ତ ଉପରେ ଆମର ଗୋଟେ କଣ୍ଟ୍ରୋଲ ରହିବ ଏବଂ ନିରନ୍ତର ଆମେ ମାଙ୍କୁ ସେଥିପାଇଁ ଡାକୁଥିବୁ। ଆମେ ପ୍ରକୃତରେ ଆମେ କେତେ ପାଠ ପଢୁ, କେତେ ଆମେ ଇଣ୍ଟେଲେକ୍ଚୁଆଲି ହାଇ ହଉ, କେତେ ଆମର ସାମର୍ଥ୍ୟ ଥାଉ, କିନ୍ତୁ ବହୁତ ଜିନିଷ ଅଛି ଯାହା ଆମେ ନିଜେ କେବେ ହେଲେ ସାମାନ୍ୟ ଅଭ୍ୟାସଟିଏ ବି ଆମେ ବଦଳି ଦେଇପାରିବୁନି ଯଦି ତାଙ୍କର କୃପା ଆଉ ତାଙ୍କର ଗ୍ରେସ୍ ନଥାଏ। ଆମକୁ ସେଥିପାଇଁ ନିରନ୍ତର ଅତି ଆନ୍ତରିକତାର ସହିତ ଏସବୁ ଜିନିଷ ଗୁଡ଼ିକୁ ବୁଝିବାକୁ ପଡ଼ିବ। କାମ୍ୟ ଅସଲ ସେହି ପ୍ରତ୍ୟେକ ସ୍ପର୍ଶ ବସ୍ତୁତ ତାହାର ଶାନ୍ତି ଭଙ୍ଗ ହିଁ କରେ, ତାର ପ୍ରାଣହୀନ ଯାବତୀୟ କର୍ମର ଗୁଡ଼ାଗୁଡ଼ିକୁ ଚହଲାଇ ଦିଏ, ତାର ରସହୀନ ଆଳସ୍ୟଟିକୁ ଅଥବା ତାର ନିର୍ଜୀବ ନିଦ୍ରାଳୁତାକୁ ମଧ୍ୟ ଭାଙ୍ଗି ଦେବାକୁ ଆସି ପହଞ୍ଚିଥାଏ। ସେ କହୁଛନ୍ତି ଯେ ଏଇ ସବୁ ଯୋଉ ତାମସିକତା, ଆମର ଜଡ଼ତା ତାମସିକତା ଆମ ଶରୀର ଚେତନାରେ ରହିଛି, ସେଗୁଡ଼ିକୁ ତାର ଯଦି ଟିକେ ବ୍ୟତିକ୍ରମ ହବ ତାର ଖାଦ୍ୟରେ କିମ୍ବା ତାର ଇଏରେ, ତାର ଅୟସାରାମରେ, ତେବେ ତାର ଶାନ୍ତି ଭଙ୍ଗ ହୁଏ। ସେ ସବୁ ଜିନିଷକୁ ଆମକୁ ଧୀରେ 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 ଆମକୁ ତ୍ୟାଗ କରିବାକୁ ପଡ଼ିବ। ତେଣୁ ଆମ ମନୁଷ୍ୟ ମାନଙ୍କ ପଟୁ ଯେତେ ଯେତେ ସନ୍ତାନ ମାନଙ୍କ ପକ୍ଷରୁ ଏକ ସମର୍ପଣ, ଆଦୌ କୌଣସି ପ୍ରକାରେ କୁଣ୍ଠିତ ହୋଇ ରହିନଥିବା ଏକ ସମର୍ପଣ। ତେଣୁ ଆମେ କଣ କରିପାରିବା? ଆମେ କେବଳ ମାଙ୍କୁ ନିରନ୍ତର ଡାକିବା, ହୃଦୟ ଭରିକି ଡାକିବା, ପ୍ରାଣ ଭରିକି ଡାକିବା, ଆମର ସମଗ୍ର ସତ୍ତାଟିକୁ ତାଙ୍କ ଆଡ଼କୁ ଉନ୍ମେଳିତ କରିବା। ଏଇ ଭାବଟିକୁ ଯେତେ ଯେତେ ଆମେ ପୁରା ଯେତେ ଯେତେ ନିବିଡ଼ତାର ସହିତ, ସହୃଦୟତାର ସହିତ ଆମ ଭିତରେ ଆମେ କଲଚର କରିବା, ସେତେ ସେତେ ମା ଆମର ଅତି ନିକଟବର୍ତ୍ତୀ ହେଇଯିବେ ଏବଂ ଏମିତି ଗୋଟେ କୋଉ ମୁହୂର୍ତ୍ତ ନାହିଁ ଯୋଉ ମୁହୂର୍ତ୍ତରେ ଆମେ ତାଙ୍କର ଉପସ୍ଥିତି, ତାଙ୍କର ପ୍ରଭାବଟି ଜାଣି ନ ପାରିବା। ସେଥିପାଇଁ ସେ କହୁଛନ୍ତି ଯେ ସମର୍ପଣ, ତାର ଏକମାତ୍ର ସମର୍ପଣ ହଉଛି, ଯଦିଓ ତିନୋଟି ଜିନିଷ ଦିଆଯାଇଛି, ସମର୍ପଣ ମୂଳରୁ, ମଝିରୁ ଏବଂ ଶେଷରୁ। ମା ନିଜେ ପ୍ରଭୁଙ୍କୁ କେତେ ସମର୍ପଣ କରିଥିଲେ, ମୁଁ ତ ଟିକେ ଆଗରୁ ବର୍ଣ୍ଣନା କରୁଥିଲି ଯେ କେମିତି ମା ତ ନିଜେ ଲେଖୁଛନ୍ତି, ଜଗତ ଜନନୀ ସେ, ଦିବ୍ୟ ଜନନୀ ସେ ଆସିଛନ୍ତି, ମା ଅଦିତି ସେ ଆସିଛନ୍ତି ସୁପ୍ରାମେଣ୍ଟାଲ ଜଗତଟିକୁ ତାଙ୍କ ପାଇଁ ଏଠି ପୃଥିବୀକୁ ସେ ଆସିଛନ୍ତି। କିନ୍ତୁ ଦେଖନ୍ତୁ ଯେତେବେଳେ ପ୍ରଥମ ସାଧନା କେମିତି କରୁଛନ୍ତି, 4-5 ବର୍ଷ ବୟସରୁ କି ସାଧନା ତାଙ୍କର, କେତେ କେତେ ସବୁ ଦକ୍ଷ ଗୁରୁମାନେ ଆସିକି ତାଙ୍କୁ ସ୍ୱପ୍ନରେ ଶିକ୍ଷା ଦଉଥିଲେ, କିନ୍ତୁ ସେ ଯେତେବେଳେ ମନଟି ତେବେ ତାଙ୍କର ଶୂନ୍ୟ ହେଇନଥିଲା। ସେ ମା ଶ୍ରୀ ଅରବିନ୍ଦଙ୍କ ପାଖରେ ବସିଲେ, କିଭଳି ଭାବରେ ସେ ସମର୍ପଣ କରିଥିବେ ଯେ ଗୋଟିଏ ମୁହୂର୍ତ୍ତରେ ମନଟି ପୁରା ଶୂନ୍ୟ ଭେକେଣ୍ଡ ହେଇଗଲା। ଏଥିରୁ ଆପଣ ବୁଝନ୍ତୁ ଯେ ସମର୍ପଣ ଆମ ଜୀବନରେ କେଡ଼େ ବଡ଼ ଜିନିଷ। ନମନୀୟତା, ସମର୍ପଣ, ସଚେତନତା, ମାତ୍ର 3-4ଟି ଏତେ ସୁନ୍ଦର ମନ୍ତ୍ର ଆମକୁ ଦେଇଛନ୍ତି। ପ୍ରଥମ ତ କହୁଛନ୍ତି ରିମେମ୍ବର ଆଣ୍ଡ ଅଫର, ତାପରେ କହୁଛନ୍ତି ଯେ ଷ୍ଟେପ୍ ବ୍ୟାକ୍, ବି କନସିୟସ୍, ଏଇ 3ଟି ମନ୍ତ୍ର ଦେଇଛନ୍ତି। ଏଇ ଖାଲି ବି କନସିୟସ୍, ଏତିକି ଯଦି ମନେ ରଖିବେ, ଯଦି ପ୍ରତି ମୁହୂର୍ତ୍ତରେ ଗୋଟେ ଜପମାଳି ଭଳିଆ ବି କନସିୟସ୍ କହିବେ, ଆପଣ ଦେଖିବେ ଆପଣ କେତେ ସଚେତ ହେଇଯାଇଛନ୍ତି। ଯୋଉ କାମଟିକୁ ଆପଣ ମେକାନିକାଲି କରୁଥିଲେ, ସେଠି ଆପଣ ଦେଖିବେ ମାଙ୍କର ଭାବଟି ପୁରେଇ ଦେଇଛନ୍ତି, ଆପଣଙ୍କ ସାଧନା ସେଇଭଳି ଭାବରେ ଚାଲିବ। ଆମ ସାଧନା ଆଉ କଣ, କର୍ମ ମାଧ୍ୟମରେ, ସବୁ ମାଧ୍ୟମରେ ଆମର ସାଧନାଟି ଚାଲିବ। ଏଇଟିକୁ ମନେ ରଖିବାକୁ ପଡ଼ିବ। ସେଥିପାଇଁ ତାପରେ ରହିଥିବା ଆଉ କେତୋଟି କଥା, ତୁମର ଅନ୍ତରସ୍ଥ ସତ୍ତା ଏବଂ ବାହ୍ୟ ଜାଗତିକ ସତ୍ତା ଉଭୟ କ୍ଷେତ୍ରରେ ହିଁ ଏକ କୁଣ୍ଠାମୁକ୍ତ ସମର୍ପଣ। ବାହାରେ ସମର୍ପଣ ହବ, ଭିତରେ ସମର୍ପଣ ହବ, କେମିତି ସମର୍ପଣ କରିବ? ମୋର ତ ସବୁଯାଏ ଗୋଟେ ବଡ଼ କ୍ୱେଶ୍ଚନ, ମୁଁ ସବୁବେଳେ ଭାବେ ଯେ କେମିତି ସମର୍ପଣ କଣ? ମାଙ୍କୁ ସବୁବେଳେ ମୁଁ ଯେତେବେଳେ ପ୍ରେୟାର କରେ ସବୁବେଳେ କହେ, ମା ଟିକେ ସମର୍ପଣର ଟିକେ ମତେ ମଧୁ ଟିକେ ତମେ ଚଖେଇ ଦିଅ ନା। କିନ୍ତୁ ଧୀରେ 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 ଏମିତି କହି 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 ବେଳେ ବେଳେ ଗୋଟେ ସମୟରେ ଏତେ ସେ ଜିନିଷ ଅନୁଭୂତ ହବ। ସେଥିପାଇଁ ଆପଣମାନଙ୍କୁ ମୁଁ କହୁଛି ଯେ ଆମର ଅନ୍ତରସ୍ଥ ସତ୍ତା ଏବଂ ବାହିକ ଜାଗତିକ ସତ୍ତା, ଆମର ଯୋଉ ଭୌତିକ ଶରୀରଟି ରହିଛି ତାର ସତ୍ତା, ଉଭୟ କ୍ଷେତ୍ରରେ ହିଁ ଏକ କୁଣ୍ଠାମୁକ୍ତ ସମର୍ପଣ।
ଯାହା ଆସୁ ଆମେ ସେଇ ଭାବଟିକୁ ରଖିବା। କେତେବେଳେ କେତେ କଷ୍ଟ ଆସୁଛି, କେତେ ବିପଦ ଆସୁଛି, କେତେ ରକମର ଚ୍ୟାଲେଞ୍ଜ ର ମଣିଷ ସମ୍ମୁଖୀନ ହଉଛି। ଆମେ ପୁଣି ମାତୃ ସନ୍ତାନ ମାନେ ବେଶୀ ଚ୍ୟାଲେଞ୍ଜେସ୍ ଫେସ୍ କରନ୍ତି, କାହିଁକିନା ତାଙ୍କର କାମ ତାଙ୍କର ଧାରା ଅଲଗା, ତେଣୁ ତାଙ୍କ ପାଇଁ ଏଗୁଡିକ ସବୁ ବେଶୀ ଆସେ। ତା ଭିତରେ ବାଟ କାଟି କାଟି ତାଙ୍କୁ ହୃଦୟରେ ରଖି ତାଙ୍କୁ ନିରନ୍ତର ମନେ ପକେଇ ଆମେ ଯେତେ ଯେତେ ଚାଲିବା ସେ ସମର୍ପଣର ଗୋଟେ ଗୋଟେ ଧାରା ଧୀରେ ଧୀରେ ଆମର ଅନ୍ତର ଭିତରେ ଖୋଲିଯିବ। ସେ କହୁଛନ୍ତି କୁଣ୍ଠାମୁକ୍ତ ସମର୍ପଣ, ତାହାରି ଦ୍ୱାରା ହିଁ ତୁମ ପ୍ରକୃତିର ବହୁବିଧ ଭାଗ ଓ ଅଂଶକୁ ଏହି ନମନୀୟତା ପ୍ରକୃତରେ ସମ୍ଭବ ହୋଇ ଆସିବ। ତେଣୁ କହୁଛନ୍ତି ଯେ ସମର୍ପଣ ହେଲେ ହିଁ ନମନୀୟତା ସୃଷ୍ଟି ହବ। ସେ ପୁରା ସଫଳ ହେଇଯିବ। ପୁରା ସବୁ ମାନେ ଦୁଃଖ କଷ୍ଟ ଯନ୍ତ୍ରଣା, କୋଉଠି କେତେବେଳେ ଆରାମ ମିଳୁନି, ଅୟସ ମିଳୁନି, 5 ଘଣ୍ଟା 6 ଘଣ୍ଟା ଯଦି ଲାଇଟ ଚାଲି ଯାଉଛି, ମୁଁ ଦେଖିଛି ଲୋକ ପାଗଳ ହେଇଯାଉଛନ୍ତି। ଯେତିକି ଗାଳି ଦବା କଥା ଦଉଛନ୍ତି ଯେ କାହିଁକି ହେଲା, କଣ ପାଇଁ ହେଲା, ଏଇ ସରକାର ଏମିତି କରୁଛନ୍ତି ସେମିତି କରୁଛନ୍ତି, ଏଗୁଡିକ କାହିଁକି ହୁଏ, ଏତେ ଚିତ୍କାର କାହିଁକି ଆମେ କରୁ? ନମନୀୟତାର ଅଭାବରୁ। ଯଦି ହେଇଛି 5-6 ଘଣ୍ଟା ଝାଳ ବହୁଛି, ଆମେ ରହିବା। ଆମେ ଏତେ ବିକ୍ଷୁବ୍ଧ ହେଲେ କଣ ଆମେ ଡିଷ୍ଟର୍ବ ହେଇଯିବାନି? ଆମେ କହୁଛେ ଯେ ଆମେ କାମ ରହିବା, ସ୍ଥିର ରହିବା। 5 ଘଣ୍ଟା ଲାଇଟ ଚାଲିଗଲେ କିମ୍ବା ଯଦି ଗ୍ୟାସ ସରିଗଲା, ଏ ତ ଘର ଘର କି କାହାଣୀ ପ୍ରତି ସମୟରେ ଆମେ ଦେଖୁଛୁ। କିନ୍ତୁ ଆମର ସତ୍ତାର କୋଉ ଅଂଶରେ ରହିଛି ଯେ ଆମେ ଯେହେତୁ ମାଙ୍କୁ ଏତେ ପ୍ରାର୍ଥନା କରୁଛୁ, ମା ସବୁ ରକମର ସୁବିଧା ଆମ ପାଇଁ କରିଦେବେ। ସୁବିଧା ଆସିବ, ଅସୁବିଧା ଭିତରେ ସୁବିଧା ଆସିବ। ଅସୁବିଧାର ସ୍ୱାଦ ପରେ ଆପଣ ସୁବିଧାର ସ୍ୱାଦଟାକୁ ଜାଣିବେ। ସର୍ବତ୍ର ସେହି ପରମ ପ୍ରଜ୍ଞା, ଆଲୋକ, ଶକ୍ତିମତା, ସମଞ୍ଜସତା ତଥା ସୌନ୍ଦର୍ଯ୍ୟ ମଧ୍ୟକୁ ଗୋଟିଏ କଥାରେ କହିଲେ ସେହି ପରିପୂର୍ଣ୍ଣତାକୁ ତୁମକୁ ଜାଗୃତ କରାଇ ଆଣୁଥିବା ଚେତନାଟିଏ ତୁମ ଭିତରେ କାର୍ଯ୍ୟ କରିବ। ତେଣୁ ଭାଇ କହୁଛନ୍ତି ଯେ ଯେତେବେଳେ ତୁମେ କୁଣ୍ଠାମୁକ୍ତ ହେଇକି ସମର୍ପଣ କରିବ, ଏଇଟା ବ୍ୟକ୍ତି ବିଶେଷ କରିବେ। ତେଣୁ ସେ ଯେତେବେଳେ ସମର୍ପଣ ଭାବ ଯେତେ ଯେତେ ଅଧିକ ହବ, ନମନୀୟତା ସେତେ ସେତେ ପ୍ରକୃତିରେ ନିଜ ପ୍ରକୃତିରେ ସେ ନମନୀୟତା ବିଶେଷ ଭାବରେ କାର୍ଯ୍ୟ କରିବ। ତାପରେ କଣ ହବ, ତା ପରବର୍ତ୍ତୀ ସେ କହୁଛନ୍ତି ତାହେଲେ କଣ ହବ, ସେହି ପରମ ପ୍ରଜ୍ଞା, ଆଲୋକ, ଶକ୍ତିମତା, ସମଞ୍ଜସତା ତଥା ସୌନ୍ଦର୍ଯ୍ୟ ମଧ୍ୟକୁ ଗୋଟିଏ କଥାରେ କହିଲେ ସେହି ପରିପୂର୍ଣ୍ଣତାକୁ ତୁମକୁ ଜାଗୃତ କରାଇ ଆଣୁଥିବା ଚେତନାଟିଏ ତୁମ ଭିତରେ କାର୍ଯ୍ୟ କରିବ। ତେଣୁ ସମର୍ପଣ ଯେତେବେଳେ ଯଥାର୍ଥ ହବ, ତମେ ଏଇ ସବୁ ଜିନିଷ ପରମ ପ୍ରଜ୍ଞା, ଜ୍ଞାନ, ଆଲୋକ ମାନେ ଜ୍ଞାନ, ଶକ୍ତିମତା, ସାମର୍ଥ୍ୟ, ସମଞ୍ଜସତା, ହାରମୋନି ତଥା ସୌନ୍ଦର୍ଯ୍ୟ, ଏସବୁ ତମର ଇଏ ଗୋଟିଏ ପ୍ରକାର ପରିପୂର୍ଣ୍ଣତା। ସେ କଣ କରିବେ, ଧୀରେ ଧୀରେ ତମ ଚେତନାକୁ ଜାଗ୍ରତ କରେଇ ଆଣିବେ। ସେହି ଉର୍ଦ୍ଧ୍ୱ ସ୍ତରରୁ ହିଁ ଏହି ସବୁ କିଛି ତମ ଭିତରକୁ ପ୍ରବାହିତ ହୋଇ ଆସୁଥିବ। ଏସବୁ ଜିନିଷ ଉପରୁ ଆସିବ, ଉର୍ଦ୍ଧ୍ୱ ସ୍ତରରୁ ଆସିବ, ଆସିକି ଧୀରେ ଧୀରେ ତମ ଭିତରେ ପ୍ରବାହିତ ହବ। ଏପରିକି ତୁମର ଶରୀରଟି ମଧ୍ୟ ଜାଗୃତ ହୋଇ ଆସିବ ଓ ପରିଶେଷରେ ବର୍ତ୍ତମାନ ଆଦୌ ପୂର୍ବବତ୍ କେବଳ କେଉଁ ଗଭୀରରେ ଯାଇ ମଗ୍ନ ହୋଇ ରହିନଥିବା ଆପଣାର ଚେତନାକୁ ସେହି ଅତି ମାନସିକ ଅତିଚେତନ ଶକ୍ତିମତାଟି ସହିତ ସଂଯୁକ୍ତ କରି ରଖିବ। ଆକୁ ଭାଙ୍ଗିକି ପଢିବା। ଏପରିକି ତୁମର ଶରୀରଟି ମଧ୍ୟ ଜାଗୃତ ହୋଇ ଆସିବ, ଧୀରେ ଧୀରେ ଶରୀର ମଧ୍ୟ ଜାଗ୍ରତ ହବ, ସେ ମୋର ଭାଇବ୍ରାଣ୍ଟ ହବ, ସେ ତାର ବେଶୀ ସୂକ୍ଷ୍ମ ଭାବ ତା ଭିତରେ ଶରୀର ଭିତରେ ପ୍ରବେଶ କରିବ, ହୋଇ ଆସିବ। ପରିଶେଷରେ ବର୍ତ୍ତମାନ ଆଦୌ ପୂର୍ବବତ୍ କେବଳ କୋଉ ଗଭୀରରେ ଯାଇ ମଗ୍ନ ହୋଇ ରହିନଥିବା ଆପଣାର ଚେତନାକୁ ସେହି ଅତି ମାନସିକ ଅତିଚେତନ ଶକ୍ତିମତାଟି ସହିତ ସଂଯୁକ୍ତ କରି ରଖିବ। ଯେତେବେଳେ ଶରୀର ଚେତନାଟି ଜାଗ୍ରତ ହବ, ସେତେବେଳେ କଣ ହବ, ଆମର ଚେତନାଟି କୋଉ ଭିତରେ ଯାଇକି କୋଉଠି ପଡିକି ରହିଛି, ସେ ଧୀରେ ଧୀରେ କଣ ହବ, ଜାଗ୍ରତ ହେଇକି ଅତି ମାନସିକ ଅତିଚେତନ ଶକ୍ତିମତାଟି ସହିତ ସଂଯୁକ୍ତ ହୋଇ ରହିବ। ଏଠି ଅତି ମାନସିକ ଅତିଚେତନ ଶକ୍ତିମତାଟି, ଶକ୍ତି ଏଠି ଶକ୍ତିର ଆସ୍ପେକ୍ଟ କଥା କହିଲେ, ସେଇ ଯୋଉ ଶକ୍ତିମତା ଅତି ମାନସିକ ଅତିଚେତନାର ଶକ୍ତିମତାଟି ଆପଣାର ଯୋଉ ଚେତନାଟି ପଡି ରହିଥିଲା ଆଗରୁ ପୂର୍ବବତ୍ କେବଳ ସେମିତି ଗଭୀରରେ ଯାଇକି ପଡିକି ରହିଥିଲା, ସେପରି ନ ହେଇକି ସିଏ ଅତିଚେତନ ଅତି ମାନସିକ ଶକ୍ତିମତାଟି ସହିତ ସଂଯୁକ୍ତ ହୋଇ ରହିବ ଏବଂ ତାଙ୍କର ସେହି ଶକ୍ତି ସମୂହ ତାର ଉର୍ଦ୍ଧ୍ୱରେ, ତାର ନିମ୍ନରେ ଏବଂ ଚତୁର୍ଦିଗରେ ବ୍ୟାପ୍ତ ହୋଇ ଆସନ୍ତି
ଓ ତାକୁ ଏକ ସର୍ବଶିଖରୀୟ ପ୍ରେମ ତଥା ପରମ ଆନନ୍ଦମୟତା ମଧ୍ୟରେ ଅଭିଭୂତ କରି ରଖିଥାନ୍ତି। ସାଧନାର ଯେତେବେଳେ ଧୀରେ ଧୀରେ ସାଧନା ଆଗକୁ ବଢିବ, ଏଇ ସବୁ ଲକ୍ଷଣ ମାନ ଦେଖାଯିବ ବୋଲି ତାକୁ ବର୍ଣ୍ଣନା କରୁଛନ୍ତି। ଏବଂ ତାଙ୍କର ସେଇ ଶକ୍ତି ସମୂହ ଏଇ ଯୋଉ ଶକ୍ତିମତା କଥାଟି କହିଲେ, ଅତି ମାନସିକ ଅତି ଚେତନରୁ ଆସିବ, ସେଇ ଶକ୍ତି ସମୂହ ହିଁ ତାର ଊର୍ଦ୍ଧ୍ୱରେ, ତାର ନିମ୍ନରେ ଏବଂ ଚତୁର୍ଦିଗରେ ବ୍ୟାପ୍ତ ହୋଇ ଆସନ୍ତି। ତେଣୁ ଯୋଉ ଶକ୍ତିମତା ଆସିବ, ଊର୍ଦ୍ଧ୍ୱରୁ ତ ଆସିବ, କିନ୍ତୁ ସେ ଚାରିଆଡେ ବ୍ୟାପ୍ତ ହେଇଯିବ ଏବଂ ତାକୁ କଣ କରିବ, ସାଧକକୁ ଗୋଟେ ସର୍ବଶିଖରୀୟ ପ୍ରେମ, ଖୁବ୍ ଉପରେ ଯୋଉ ରହିଛି ଯୋଉ ପ୍ରେମ ତଥା ପରମ ଆନନ୍ଦମୟତା ଯୋଉ ଆମେ କହୁଛୁ, ଯୋଉ ବ୍ଲିସ୍ ବୋଲି କହୁଛୁ, ତା ମଧ୍ୟରେ ତାକୁ ଅଭିଭୂତ କରି ରଖିଥାନ୍ତି। ସେଇ ଅବସ୍ଥାଟି ହବ ବୋଲି ସେ କହୁଛନ୍ତି। ଯେତେବେଳେ ସେ ସାଧନାରେ ଧୀରେ ଧୀରେ ଅଗ୍ରସର ହଉଥିବ, ବହୁ ବ୍ୟକ୍ତି ଏମିତି ଅଛନ୍ତି ଗଭୀର ସାଧନା କରୁଛନ୍ତି, ନିଜ ଉପରେ ତାଙ୍କର ଅକ୍ତିଆର ଅଛି, ତାଙ୍କର ମନ, ତାଙ୍କର ପ୍ରାଣ, ତାଙ୍କର ଶରୀର ଚେତନା ଉପରେ ତାଙ୍କର ସତ୍ତାଟି ସତତଃ ଜାଗ୍ରତ ହେଇକି ସମ୍ମୁଖ ଭାଗରେ ରହିଛି। ସେଇମାନଙ୍କ ଭିତରେ ଏଇ ସବୁ ଜିନିଷ ଗୁଡାକ ଦେଖାଯିବ। ଏହି ସବୁ କିଛି ତଥାପି ଗୋଟିଏ ଯଦିରେ ହିଁ ଆରମ୍ଭ। ସେ କହୁଛନ୍ତି ତଥାପି ଏ କଥାଟି, ଏଇ ଯୋଉ କଥା ଗୁଡିକ ସେ କହିଲେ, ଗୋଟିଏ ଯଦିରେ ହିଁ ଆରମ୍ଭ, ମାନେ ଯଦି ଆମେ, ତାପରେ ଯଦିଟିକୁ ବ୍ୟାଖ୍ୟା କରୁଛନ୍ତି, ଯଦି ଆମ୍ଭେମାନେ ଇଚ୍ଛା କରୁଥିବା, ତେବେ ଯାଇ ଆମ ନିମନ୍ତେ ଏଇଟିର ଏକ ପ୍ରାସଙ୍ଗିକତା ରହିବ। ସେ କହୁଛନ୍ତି ଏତେ ବର୍ଣ୍ଣନା କରିବାର ଅର୍ଥ ହଉଛି, ଆମେ ଏଇଟା ଇଚ୍ଛା କରୁଛୁ କି, ଯଦି ଏଇଟା ଆମେ ଇଚ୍ଛା କରୁଥାଉ ତାହେଲେ ଧାରାଟି ହଉଛି ଏଇଆ, ଏବଂ ତାର ଗୋଟେ ପ୍ରାସଙ୍ଗିକତା ରହିବ, ତାର ଗୋଟେ ରିଲେଭେନ୍ସ ରହିବ। ଆଉ ଯଦି ଆମେ ଏଇ ଧାରାରେ କାମ କରୁନଥିବା, ଆମେ କେବଳ ଆମର ମାନେ ଏଇଟା ସେ ଯୋଉ କଥା ଗୁଡାକ କହୁଛନ୍ତି, ଅତି ସିନସିୟର ସାଧକ ମାନେ, ଯୋଉମାନେ ପ୍ରକୃତରେ ମାନେ କରୁଛନ୍ତି, ସେମାନଙ୍କ କଥାଟା କରିକି କହୁଛନ୍ତି, ତାହେଲେ ସେମାନଙ୍କ ପାଇଁ ଏଟା ବିଶେଷ ପ୍ରଣିଧାନ ଯୋଗ୍ୟ ବୋଲି କହୁଛନ୍ତି। ଆମେ ସମସ୍ତେ କରୁଛୁ, କିନ୍ତୁ ଭାଇ ଏମିତି ଲେଖୁଛନ୍ତି, ଆମ ମାଧ୍ୟମରେ ତାଙ୍କର ଏଇ ପୃଥିବୀଟି ଲାଗି, ତେଣୁ ଏଇ ପୃଥିବୀ ପାଇଁ ଆମ ମାଧ୍ୟମରେ ତାଙ୍କର ଏଇ ପୃଥିବୀ ଲାଗି, ମାନେ ଏଇ ଯୋଉ ସାଧନାଟି ହଉଛି ନିଜ ପାଇଁ ହଉଛି ଏବଂ ପୃଥିବୀ ପାଇଁ ହିଁ ହଉଛି, ସେଇଟାକୁ ବୁଝିବାକୁ ପଡିବ। ତେଣୁ ପ୍ରେୟାର ଯେତେବେଳେ ଆମେ କରୁ, ଆମେ କହୁଛୁ ଓପନ ମାଇ ମାଇଣ୍ଡ, ସେଠି ଆମେ କଣ କହୁଛୁ, ଓପନ ଆୱାର ମାଇଣ୍ଡ, ଆୱାର ହାର୍ଟ, ଆୱାର ଲାଇଫ ଟୁ ଦାଇ ଲାଇଫ, ଦାଇ ଲଭ ଆଣ୍ଡ ଦାଇ ପାୱାର, ଇନ୍ ଅଲ୍ ଥିଙ୍ଗସ ମେ ୱି ସି ଦ ଡିଭାଇନ। ସେ ଧୀରେ ଧୀରେ ଯେ ତାର କରୁଥିବ, ତା ଭିତରେ ଆପେ ଆପେ ସେ ଉଇ ଶବ୍ଦଟା ଆସିଯିବ। ଶିବ ମାଙ୍କୁ ପ୍ରାର୍ଥନା କରିବ, ଏଟା ଜଣେ ସାଧକଙ୍କୁ ଦିଆ ହେଇଥିଲା, କିନ୍ତୁ ମୁଁ ସମସ୍ତଙ୍କ ପାଇଁ କରୁଛି, ଆମ୍ଭମାନଙ୍କର ବୋଲି ସେ ଆଉ ମୋର ବୋଲି କହିବନି, ସେ ଆପେ ଆପେ ହବ, ସେଥିରେ କେହି କାହାକୁ କିଛି କହିବାର ନାହିଁ। ସେ ସ୍ପଣ୍ଟାନିୟସଲି ସେ ଆଉ ମୁଁ କହିବାଟା ଛାଡିଦବ, ସେ ଆମେ ହିଁ କହିବ। ଆମେ ରାଜି ହବା, ଭିତର ବାହାର ଏକାବେଳକେ ରାଜି ହୋଇଯିବା, ସକଳ ସଙ୍ଗତିରେ ତାହାଙ୍କୁ ସେଇ ସମର୍ପଣ ବୋଲି କୁହାଯାଇ ପାରିବ କି? ତାପରେ ଭାଇ ପୁଣି ପ୍ରଶ୍ନ କରୁଛନ୍ତି, ଏଇ ଯୋଉ ସବୁ ଗୁଡିକ ବର୍ଣ୍ଣନା କଲେ, ଆମେ ସେଥିରେ ରାଜି ତ? ଡୁ ዊ ଏଗ୍ରି ଟୁ ଇଟ୍? ଆମେ ଏଥିରେ ରାଜି ତ? ଭିତର ବାହାର ଏକାବେଳକେ ରାଜି ହୋଇଯିବା, ଆମେ ଭିତର ବି ରାଜି ହବ, ବାହାର ବି ରାଜି ହବ। କେତେ ବଡ, ମାନେ ଦେଖନ୍ତୁ କେତେ ବଡ ସାଧନା ଇଏ। ସକଳ ସଙ୍ଗତିରେ ତାହାକୁ ସେଇ ସମର୍ପଣ ବୋଲି କୁହାଯାଇ ପାରିବ କି? ତେଣୁ ସେ କହୁଛନ୍ତି, ଯେତେବେଳେ ଆମେ ରାଜି ହେଇଯିବା, ଯେତେବେଳେ ସକଳ ସଙ୍ଗତି ଆସିବ, ସେତେବେଳେ ଆମେ ସେହି ସମର୍ପଣ ବୋଲି ତାକୁ କହିପାରିବା କି? ଏବଂ ସର୍ବମୟ ପରମ ସତ୍ୟ ତଥା ଅନୁମନ୍ତାଙ୍କର ଆମ ଲାଗି ଏଇ ଯୋଉ ଅପେକ୍ଷା ବା ପ୍ରତୀକ୍ଷା, ତାହାକୁ ଆମେ ପ୍ରକୃତରେ ଏକ ଆହ୍ୱାନ ଅଥବା ଆମନ୍ତ୍ରଣ କଣ ବୋଲି କହିବା? କାହିଁକି ନା ଏଠି ପ୍ରଭୁଙ୍କ କଥା କହିଲେ ଯେ ସର୍ବମୟ ପରମ ସତ୍ୟ ତଥା ଅନୁମନ୍ତାଙ୍କର ଆମ ଲାଗି ଏଇ ଯୋଉ ଅପେକ୍ଷା ବା ପ୍ରତୀକ୍ଷା, ପ୍ରଭୁ ଆମମାନଙ୍କୁ ତ ନେଇକି ଦିବ୍ୟ ଜୀବନଟି ଗଢିବେ ନା, ତେଣୁ ସେଇଟାକୁ ସେ କହୁଛନ୍ତି, ଆମକୁ ସେ ଅପେକ୍ଷା କରିକି ରହିଛନ୍ତି, ପ୍ରତୀକ୍ଷା କରିକି ରହିଛନ୍ତି। ଆମେ କଣ ତାଙ୍କର ଆହ୍ୱାନକୁ ସ୍ୱୀକାର କରିବା? ଏଟା ଆହ୍ୱାନ ଅଥବା ଆମନ୍ତ୍ରଣ କଣ ବୋଲି କହିବା? ମୁଁ ତ କହୁଛି ଆମେ ଏଟା ଉଭୟ ବୋଲି କହିବା। ଆମେ ତାଙ୍କର ଆହ୍ୱାନ ବୋଲି ବି କହିବା, ତାଙ୍କର ଆମନ୍ତ୍ରଣ ବୋଲି ବି କହିବା। ଯୋଉ ଇନଭିଟେସନ କବିତାଟି ଅପା ପ୍ରଥମ ପଢିଥିଲେ, ସେତେବେଳେ ସେ ନିମନ୍ତ୍ରଣ କରୁଛନ୍ତି, ସମସ୍ତଙ୍କୁ ଆମନ୍ତ୍ରଣ କରୁଛନ୍ତି,
ସେଇ କଥାଟିକୁ ସେ ଭାଇ ପ୍ରଶ୍ନ କରୁଛନ୍ତି ଯେ ଆମେ କଣ କହିବା, ଯେ ଆମ ପାଇଁ ସବୁ କିଛି କରିଛନ୍ତି, ଆମ ପାଇଁ ଅପେକ୍ଷା ପ୍ରତୀକ୍ଷା କରିକି ରହିଛନ୍ତି, ଆମରି ଭିତରେ ହିଁ କାର୍ଯ୍ୟଟା ହେଲେ ତାଙ୍କର ଯୋଉଥିପାଇଁ ସେ ଆସିଥିଲେ ସେ କାର୍ଯ୍ୟଟି ହବ। ସେଥିପାଇଁ ସେ କହୁଛନ୍ତି ଯେ ଆମେ ତାକୁ କିଭଳି ଭାବରେ ଗ୍ରହଣ କରିବା। ଏହି ପୃଥିବୀର ଭୂମିଟି ବର୍ତ୍ତମାନ ଯେ ଏହିପରି ଅଧା ବା ଅରାଜି ହୋଇ ପଡି ରହିଛି, ପରମା ଜନନୀ ତାଙ୍କ ପଟୁ କୌଣସି ପ୍ରକାରେ ରାଜି ହେଉନାହାନ୍ତି ବୋଲି ସେଭଳି ହେଉଛି କି? ତେଣୁ ସେ କହୁଛନ୍ତି ଯେ ପୃଥିବୀଟି ରାଜି ହେଇନି। ଏହି ପୃଥିବୀର ଭୂମିଟି ବର୍ତ୍ତମାନ ଯେ ଏହିପରି ଅଧା ବା ଅରାଜି ହୋଇ ପଡି ରହିଛି, ପରମା ଜନନୀ ତାଙ୍କ ପଟୁ କୌଣସି ପ୍ରକାରେ ରାଜି ହେଉନାହାନ୍ତି ବୋଲି ସେଭଳି ହେଉଛି କି? ଏଠି ସେ ଗୋଟେ କଥା କହୁଛନ୍ତି ଯେ ପୃଥିବୀଟା ପୁରା ପୂର୍ଣ୍ଣ ଭାବରେ ଜିନିଷକୁ ଗ୍ରହଣ କରିପାରୁନାହିଁ, ଅଧା କିମ୍ବା ଅରାଜି ହେଇକି ରହୁଛି। ତେଣୁ ପରମା ଜନନୀ ସେଥିପାଇଁ ତାଙ୍କ ପଟୁ କୌଣସି ପ୍ରକାରେ ରାଜି ହେଉନାହାନ୍ତି ବୋଲି ସେଭଳି ହେଉଛି କି? ଏଇଠି ଗୋଟେ ପ୍ରସଙ୍ଗ ଏଇଠି କୁହାଯାଇପାରେ ଯେ ଯେତେବେଳେ ଆମେ ପଢୁଛୁ, ସାବିତ୍ରୀ ପଢୁଛୁ, ଯେତେବେଳେ ଅଶ୍ୱପତି ଯାଇକି ଇଟର୍ନାଲ ଡୋରରେ ଠିଆ ହଉଛନ୍ତି, ଯେତେବେଳେ ସେ ପୂର୍ଣ୍ଣ ଭାବରେ ମାଙ୍କର ଉପସ୍ଥିତି ତାଙ୍କ ହୃଦୟ ଭିତରେ ପ୍ରବେଶ କରି ଯାଇଛନ୍ତି, ତାଙ୍କର ପ୍ରଭାବ ତାଙ୍କୁ ସେ ଦେଖୁଛନ୍ତି, ତାଙ୍କର ଛବି ଦେଖୁଛନ୍ତି, ସବୁ କଥା ତାଙ୍କର ସମସ୍ତ ତାଙ୍କର ଭିତର ବାହାର ସବୁ ତାଙ୍କର ମାଙ୍କର ପ୍ରଭାବରେ, ଦିବ୍ୟଜନନୀଙ୍କ ପ୍ରଭାବରେ ସ୍ପନ୍ଦିତ ହଉଛି। ସେତେବେଳେ ସେ ଗୋଟେ କଥା କହୁଛନ୍ତି ଯେ ସେତେବେଳେ ସେ ମାଗୁଛନ୍ତି ଯେ ମୁଁ ମାନେ ତାଙ୍କର ଇଟର୍ନାଲ ଡୋର ଥ୍ରେଶୋଲ୍ଡ ଅଫ ହିଜ ଇଟର୍ନାଲ ଡୋର, ତାଙ୍କର ସେଇ ଚିରନ୍ତନ ଯୋଉ ଦରୱାଜାଟି ରହିଛି, ଡୋରଟି ବା କବାଟଟି ରହିଛି ଦ୍ୱାର ଦେଶରେ, ସେ ଠିଆ ହେଇଛନ୍ତି। ସେତେବେଳେ ସେ ତାଙ୍କୁ କହୁଛନ୍ତି ଯେ ମୁଁ ଜାଣିଛି, କିନ୍ତୁ ତୁ ଯୋଗ୍ୟ ଲୋକ, କିନ୍ତୁ ତୁ ସମସ୍ତଙ୍କ ପାଇଁ ମାଗନି, ତାହେଲେ ଏଇଟା ଯଦି ଅତି ଶୀଘ୍ର ମୋର ଶକ୍ତି ଚାଲି ଆସେ ତାହେଲେ କଣ ହବ, ପୃଥିବୀଟା ଭାଙ୍ଗି ପଡିବ। ସେଇଟା ପାଇଁ ସେ କହୁଛନ୍ତି ଯେ ପଟୁ କୌଣସି ପରମା ଜନନୀ ତାଙ୍କ ପଟୁ କୌଣସି ପ୍ରକାରେ ରାଜି ହେଉନାହାନ୍ତି ବୋଲି ସେଭଳି ହେଉଛି କି? ଆମର ଘରଟି ମଧ୍ୟକୁ ଯେ ଆଲୋକ ପବନର ପ୍ରବେଶ ସମ୍ଭବ ହେଉନାହିଁ, ଆମେ ସେଥିଲାଗି ସେଇ ଆଲୋକ ପବନକୁ ଦାୟୀ କରିବା କି? ଯଦି ଏ କାର୍ଯ୍ୟ ସହଳ ହେଉନାହିଁ, ଆମ ମନ ମୁତାବକ ପ୍ରୋଗ୍ରେସଟା ହଉନାହିଁ, ତେଣୁ ସେ କହୁଛନ୍ତି ଯେ ଆମେ ତ ଘରର କବାଟ ଝରକାକୁ ବନ୍ଦ କରିକି ରଖିଛୁ, ଆମେ ଆଲୋକ ଆଉ ପବନକୁ ତାକୁ ପ୍ରବେଶ କରିବାକୁ ସମ୍ଭବ କରୁନୁ କବାଟ ଝରକା ବନ୍ଦ କରିବା ଦ୍ୱାରା। ତେଣୁ ଆମେ ଆଲୋକ ପବନକୁ ଦାୟୀ କରିବା କି? ତାର ଅର୍ଥ ହଉଛି ଯେ ମା ଯେଭଳି ଭାବରେ ଏସବୁ କରିକି ଯାଇଛନ୍ତି, ଯାହା ଯାହା କରିକି ଯାଇଛନ୍ତି, ଆମେ ତାହା ଯେତିକି ଯୋଗ୍ୟ ହବା ସେତିକି କାମ ଜୋରସୋରରେ ହବ। କାମ ହଉଛି, ବହୁତ କାମ ହଉଛି ଅନ୍ତରାଳରେ, ଯଦିଓ ବାହାରକୁ ଜଣା ପଡୁନି, କିନ୍ତୁ ବହୁତ କାମ ହଉଛି। ଆମକୁ ଆହୁରି ଏକନିଷ୍ଠ ଭାବରେ, ଆହୁରି ଆନ୍ତରିକତା ଭାବରେ, ଆହୁରି ପୂର୍ଣ୍ଣ ଭାବରେ ଏ କାର୍ଯ୍ୟଟିକୁ ଆମେ ଯେତେ ଯିଏ ଯାହା ପାରିବ ତାକୁ କରିବ ତାର ଦୈନନ୍ଦିନ ଜୀବନ ଭିତରେ। ଟାଇମ ହେଇଗଲାଣି, ବର୍ତ୍ତମାନ ଭାଇ ସମୟ ହେଇଗଲାଣି, ଆଜି ଏତିକିରେ ରଖୁଛି। ହ୍ୟାଲୋ।